ଦେଖିପାରୁଥିବେ ଆମର ନଈଗୁଆଁ ପୋଲଟା ଓପନ ହେଇଯାଇଛି କାଲି ସରିଗଲା। ଏବେ ମୋର ଡ୍ୟୁଟି ସରିଲା ତ ଭାଇ ମୋର ଦେଖା ହେଲେ ଭାଇ କହିଲେ ଆଉ ତ ପ୍ରତ୍ୟେକ ଦିନ ସକାଳୁ ସକାଳୁ ଆମର ଅଫିସରେ ମିଟିଂ ହୁଏ। ଆଜି ବି ମିଟିଂ ହଉଛି ଆଉ ସମସ୍ତେ ଭାଇମାନେ ଆମର ବସିଛନ୍ତି। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ମୁଁ ଆଇଥିଲି ମୋ ସାଙ୍ଗ ଦୋକାନକୁ, କାର୍ତ୍ତିକ ମାସ ସରିଗଲା। ତାପରେ ମୋ ସାଙ୍ଗର ଭେରାଇଟି ମାଛ ଦେଖିବେ, ଏ ଦେଖନ୍ତୁ ପୁରା ଜିଅନ୍ତା ମାଛ ଦେଖୁଛନ୍ତି। ଭାଇ ଆମର କଟାକଟି କରୁଛନ୍ତି। ଇଏ ହଉଛି ମୋ ସାଙ୍ଗ, ଇଏ ତାର କାଟି ଚାଲିଛି। ଦେଖନ୍ତୁ ମୋର ଦେଖିବେ, ଦେଖନ୍ତୁ ପାର୍ସଲ 60ଟା ପାର୍ସଲ ମୋର ଅଛି। ଇଏ ଅଛି ଆମର ଏଇ ନାଗଣପୁରରୁ। ମୋ ତାର ସାଙ୍ଗ ଦୋକାନ ହଉଛି ନାଗଣପୁର। ଆପଣ ମାନେ ବି ଆସନ୍ତୁ, ଭଲ ସୁଲଭ ମୂଲ୍ୟରେ ମାଛ ପାଇବେ। ଆଉ ମୋ ନା କହିଲେ ଟଙ୍କାଟା ସେ କମେଇବ, ବେଶୀ କମେଇବନି, 1 ଟଙ୍କା ମାତ୍ର ସେ କମେଇବ। 99 ହଉଥିଲେ ସେ 98 ଟଙ୍କା କରିବ। ଆଉ ଗୋଟେ କଥା କହିବି କି, ମୋର ପାର୍ସଲ ଏତେ ଅଛି, ମୁଁ ତା ପାଖରେ ଆସି ବସି ଗପୁଛି। ବୋରେଇ ଦେଖିବେ, ଦେଖୁନାହାନ୍ତି ଜିଅନ୍ତା ବୋରେଇ ଛଟ ଛଟ ହଉଛନ୍ତି। ଏ ଚୁଙ୍ଗୁଡି ତମର ଆଖି ନାହିଁ କି? ମୁଁ ତ ମାଛ ନାଁ ଜାଣିନି, ଆପଣ ମାନେ ଗେସ୍ କରିଦେବେ ମାଛର ନାଁ ଟା କଣ। ଗ୍ୟାସ୍ କରିଦେବେ ନା। ଏଇ ମାଛ ଆଉ ବହୁତ ଲାଇଭ ଭିଡିଓ ହେଇନଥିଲା। ଆଉ ଏଇ ସୋମବାର ଅଛି ଆମର ମ୍ୟାଚ ଖ୍ରୀଷ୍ଟାନପୁରରେ, ଲାଇଭ ଆସିବ ୟୁଟ୍ୟୁବ ରେ। ଆପଣ ମାନେ ଆସି ପହଞ୍ଚିବେ। ଆଜିର ଭିଡିଓଟି ଏଇଠି ମଧୁ ବର୍ଷେ ଖ୍ରୀଷ୍ଟାନପୁର ଖେଳ ଅଛି। ଆଉ ଗୋଟେ ବଢିଆ ଜିନିଷ ଦେଖୁଛି, କୁକୁଡା। ଦେଖ ମୋ ସାଙ୍ଗର ସବୁ ଅଛି। ଏ ଭାଇ ଆମର ଚିକେନ କାଟୁଛି। ଭାଇ ଆଜି ଚିକେନ କିଲୋ କେତେ ଅଛି? 190 ଅଛି। 190 ଟଙ୍କା ଆଜି ଚିକେନ କିଲୋ, ଯେହେତୁ ଆଜି ବୁଧବାର ଅଛି। ଏମିତି ଆଉ ଆପଣ ମାନେ ଆସନ୍ତୁ। ଆମର ଇଏ ହଉଛି ନାଗଣପୁର ଛକରେ। ତା ନମ୍ବର ମୁଁ ଦେବିନି, କମେଡି କଲେ ତା ନମ୍ବର ପାଇବେ। ଆଉ ଏମିତିଆ ସକାଳ ସକାଳ ଯାଉଥିଲି ଅଫିସରୁ ବାହାରିକି ପାର୍ସଲ ନେଇକିରି, ମୋ ସାଙ୍ଗଟା ଦୋକାନ ଖୋଲିଥିଲା। ସେଠି ଭିଡିଓ ଟିକେ କରିଦବା। ଆଉ କଣ, ଚାଲ ଆଗକୁ ଯିବା। ଖାଇବା ଘରେ, ପୁଣି ପ୍ରବଳ ପାର୍ସଲ ଅଛି। ରାତି ଯୋଉ ଦେଲା କିନ୍ତୁ ଏଠି ଠିଆ କରୁଛୁ। ଏମିତିଆ ଆଉ ମୁଁ ଲୁଚି ସ୍କୁଲ ଯିବା ବାଟରେ ଦେଖନ୍ତୁ ପିଲା ସାଇକେଲ ଚେନ୍ ଲଗାଉଛି। ଆମେ ବି ଦିନେ ଏମିତି ସାଇକେଲ ଚେନ୍ ଲଗାଉଥିଲୁ। ହେଇଗଲା ଆଉ ରେଡି ଆଉ। ତ ଆଜି ମୋର ପାର୍ସଲ ଅଛି ନାହାଳପୁର ସାଇଡରେ। ଦେଖନ୍ତୁ ନାହାଳପୁର ପଠାରେ କେତେ ସୁନ୍ଦର ସୁନ୍ଦର ଆଖୁ ଗଛ ହେଇଛି, ଦେଖୁଛନ୍ତି। ଏବେ ମୁଁ ଯାଉଛି ଆମର କାକୁଡିଆ ପଡା ନଈ ବନ୍ଧ ଉପରେ ପାର୍ସଲ ଦବା ପାଇଁ। ଭାଇ ଆମର ବୋଧେ ତେଲ ସରିଯାଇଛି ଜଣଙ୍କର, ଏ ଗାଡି ଟିକେ ଗଡେଇ ଗଡେଇ ଯାଉଛନ୍ତି, ଦେଖୁନାହାନ୍ତି। ନଈ ବନ୍ଧରେ ଏକୁଟିଆ ଆସିଲେ ଏଇ ହଇରାଣ। ଯଦି ତେଲ ସରିଗଲା, ଗାଡି କିଛି ଖରାପ ହେଇଗଲା, ତାହେଲେ ବହୁତ କିଛି ଅସୁବିଧା। ଏ ଆଖୁ କିଆରି ଭିତରେ ଗୋଟେ ମନ୍ଦିର ମଧ୍ୟ ଅଛି। ଭଲ ଲାଗୁଛି ପରିବେଶ। ଖରା ବେଳର ପାଖାପାଖି 1:30ରୁ 2ଟା ହେଲାଣି। ଆଉ ଏଇକିନା ମୁଁ ଘରେ ଗାଧେଇ ଖାଇକିରି, ସକାଳ ଯେହେତୁ ଗାଧେଇ ହଉନି ଥଣ୍ଡାରୁ ଟିକେ କାମ ରହିଯାଉଛି, ସେଥିପାଇଁ ମୁଁ ଏବେ ଗାଧେଇ ଖାଇକିରି ଆସିଲି। ଆସିକିରି ଆଉ 4ଟାରୁ 5ଟା ପାର୍ସଲ ଦେଇଛି। ଆଉ ରହିଲା 40ଟାରୁ 30-35ଟା ପାର୍ସଲ ଏଇ ନାଳପୁର ଆରମ୍ଭ କରିବି, ଶେଷ କରିବି ମନାଙ୍ଗଡାରେ। ଚାଲନ୍ତୁ ତାକୁ ଯିବା। ଆଉ ଦେଖିପାରୁଥିବେ ଆମର ନଈଗୁଆଁ ପୋଲଟା ଓପନ ହେଇଯାଇଛି କାଲି। ତ ଏବେ ମୋ ପାର୍ସଲ ସରିଗଲା। ଏଠି ଭାଇମାନେ ମୋର ସହିତ ଦେଖା ହେଲେ ଆମ ନଈଗୁଆଁ ସାଇ ମନ୍ଦିର ପାଖରେ। ତ ଦେଖୁଥିବେ ଏପଟେ ଆମର ଭାଇ ଜଣେ ଲାଜ କରି ପଳେଇଗଲେଣି। ଆଉ ଏବେ ମୋ ପାର୍ସଲ ସରିଗଲା, ଆଉ ମାତ୍ର 4ଟା ଅଛି, ବେଶୀ ନାହିଁ। ତ ଯେହେତୁ ଏଠି ପାର୍ସଲ ସରିଗଲା, ଏବେ ମୋର ଡ୍ୟୁଟି ସରିଲା। ତ ଭାଇ ମୋର ଦେଖା ହେଲେ, ଭାଇ କହିଲେ ଆଉ ପାର୍ସଲ ନେଇକି ଭାଇ ଆସିଛନ୍ତି। ଭାଇ ମୋର କେବେ ଥରେ ଭିଡିଓ ଦେଖିଲେ ଭାଇଙ୍କର ମନେ ନାହିଁ, ସେଥିପାଇଁ କୁହନ୍ତିନି। ଯାଉ ଭାଇ ମତେ କହିଲେ ଭଲ ଲାଗିଲା। ଆଉ ତାପରେ ଆଗରେ ଦେଖାହବ, ଅଫିସରେ ଦେଖାହବ। ଚାଲନ୍ତୁ। ଆଉ ଦେଖନ୍ତୁ ଏଠି ପୋଲଟା କାମ ହେଇଯାଇଛି। ଠିକ ଅଛି, ରହୁଛି। ତ ଅଫିସରେ ପହଞ୍ଚୁ ପହଞ୍ଚୁ ପୁରା ରାତି ହେଇଗଲା। ଆଉ ସାଙ୍ଗରେ କିଛି ମୁଁ ପରିବା ଆଉ ଝୁଡ଼ଙ୍ଗ ମଧ୍ୟ ନେଇ ଆସିଛି ଅଫିସକୁ। ଏତିକି ପାର୍ସଲ ବଞ୍ଚିଲା। ତ ଦେଖାହବ ନେକ୍ସଟ ଭିଡ଼ିଓରେ। ରହିଲି।